କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ସେମି କଣ୍ଡକ୍ଟର ଏହି ଶବ୍ଦଟି ଆମେ ପ୍ରାୟତଃ ସମସ୍ତେ ଶୁଣିଥିବା। ତ ଜାଣିବା ସେମି କଣ୍ଡକ୍ଟର କହିଲେ ଆମେ କ'ଣ ବୁଝନ୍ତି। ସେମି କଣ୍ଡକ୍ଟର ଗୁଡ଼ିକ ଏପରି ସାମଗ୍ରୀ ଯାହାର ଏକ ପରିବାହୀ ଏବଂ ଏକ ଇନ୍ସୁଲେଟର ମଧ୍ୟରେ ବୈଦ୍ୟୁତିକ ପରିବାହିତା ଥାଏ। ସେମାନେ ଆଧୁନିକ ଇଲେକ୍ଟ୍ରୋନିକ୍ସର ମୂଳଦୁଆ ଏବଂ ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସବୁଠାରୁ ସାଧାରଣ ସେମିକଣ୍ଡକ୍ଟର ହେଉଛି ସିଲିକନ୍, ଯଦିଓ ଜର୍ମାନିୟମ୍ ଏବଂ ଗ୍ୟାଲିୟମ୍ ଆର୍ସେନାଇଡ୍ ମଧ୍ୟ ବ୍ୟବହୃତ ହୁଏ। ସେମିକଣ୍ଡକ୍ଟର ଗୁଡ଼ିକର ଅନନ୍ୟ ଗୁଣ ହେଉଛି ସେମାନଙ୍କର ପରିବାହିତା ନିୟନ୍ତ୍ରଣ କରାଯାଇପାରିବ। ଏହା ଅଳ୍ପ ପରିମାଣର ଅଶୁଦ୍ଧତା ଯୋଡ଼ି ହାସଲ କରାଯାଏ। ଡୋପିଂ ନାମକ ଏକ ପ୍ରକ୍ରିୟା ଯାହା ଦୁଇ ପ୍ରକାର ସୃଷ୍ଟି କରେ। ଗୋଟେ ହେଉଛି ପି ଟାଇପ୍ ସେମିକଣ୍ଡକ୍ଟର, ଆଉ ଗୋଟେ ହେଉଛି ଏନ୍ ଟାଇପ୍ ସେମିକଣ୍ଡକ୍ଟର। ଯେତେବେଳେ ମିଳିତ ହୁଏ ସେମାନେ ଡାಯೋଡ୍, ଟ୍ରାଞ୍ଜିଷ୍ଟର ଏବଂ ସମନ୍ୱିତ ସର୍କିଟ ଭଳି ଡିଭାଇସ୍ ଗଠନ କରନ୍ତି, ଯାହା କମ୍ପ୍ୟୁଟର, ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଅନେକ ଇଲେକ୍ଟ୍ରୋନିକ୍ ସିଷ୍ଟମ ପାଇଁ ଅତ୍ୟାବଶ୍ୟକ। ସେମିକଣ୍ଡକ୍ଟର ଗୁଡ଼ିକ ତାପ, ଆଲୋକ ଏବଂ ଭୋଲ୍ଟେଜ ପ୍ରତି ମଧ୍ୟ ସମ୍ବେଦନଶୀଳ, ଯାହା ସେମାନଙ୍କୁ ସୌର କୋଷ କହିଲେ ସୌର ସେଲ୍, ଏଲ୍ଇଡି ସେନ୍ସରରେ ବ୍ୟବହାର ପାଇଁ ଉପଯୁକ୍ତ କରିଥାଏ। ସେମାନେ ସୁଇଚ୍ ପରି କାର୍ଯ୍ୟ କରନ୍ତି ଯାହା ବିଦ୍ୟୁତ ଚାଲୁ ଏବଂ ବନ୍ଦ କରିପାରିବ। ତେଣୁ ସେମାନଙ୍କୁ କେତେକ ସମୟରେ ଇଲେକ୍ଟ୍ରୋନିକ୍ ଉପକରଣର ମସ୍ତିଷ୍କ ମଧ୍ୟ କୁହାଯାଏ। ସେମିକଣ୍ଡକ୍ଟର ପ୍ରଯୁକ୍ତି ଉଦ୍ଭାବନର ଏକ ବିକାଶ ବିଶ୍ୱରେ ବିପ୍ଳବ ଆଣିଛି, ଯାହା ସୂଚନା ଯୁଗକୁ ନେଇ ଯାଇଛି। ଆଜି ଆମେ ବ୍ୟବହାର କରୁଥିବା ପ୍ରାୟ ପ୍ରତ୍ୟେକ ଉପକରଣ, ଘରୋଇ ଉପକରଣ ଠାରୁ ଆରମ୍ଭ କରି ଉପଗ୍ରହ ପର୍ଯ୍ୟନ୍ତ ଏହା ଉପରେ ନିର୍ଭର କରେ। ପ୍ରକୃତରେ ସେମିକଣ୍ଡକ୍ଟର ଯନ୍ତ୍ର ହେଉଛି ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନର ମେରୁଦଣ୍ଡ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, ତାହେଲେ ଲେଖିକି ଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।